वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। everyone, welcome you to A2M classes. Target OSTT ପାଇଁ କ୍ଲାସ୍ ଚାଲୁଅଛି। ଆଜିକାର କ୍ଲାସ୍ ହେଉଛି 34। ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ସବସ୍କ୍ରାଇବ୍ କରିନେବେ, ବେଲ୍ ଆଇକନ୍ ପ୍ରେସ୍ କରିଦେବେ। ଯେତେବେଳେ କୌଣସି ନୂଆ ଭିଡ଼ିଓ ଅପଲୋଡ୍ ହେଉଛି ସର୍ବପ୍ରଥମେ ଆପଣ ନୋଟିଫିକେସନ୍ ମାଧ୍ୟମରେ ପାଇପାରିବେ। ତ ଫୁଲ୍ କନସେପ୍ଟ କଭର କରାଯିବ। ଆଜିକାର ଯୋଉ କଣ୍ଟେଣ୍ଟ ହେଉଛି ବ୍ଲୁ ପ୍ରିଣ୍ଟ ବିଷୟରେ ଆମେ ଜାଣିବା। ତ ବ୍ଲୁ ପ୍ରିଣ୍ଟ ଆମେ କାହାକୁ କହୁଛନ୍ତି? ତ ବ୍ଲୁ ପ୍ରିଣ୍ଟ ମାନେ ହେଉଛି କ'ଣ? ଆପଣ ଆଗେ ଜାଣି ରଖନ୍ତୁ। ଯେତେବେଳେ ବ୍ଲୁ ପ୍ରିଣ୍ଟ ତ ସବୁଆଡ଼େ ଅଛି, ଆପଣ ଟିଚିଂ କ୍ଷେତ୍ରରେ ବ୍ଲୁ ପ୍ରିଣ୍ଟର କ'ଣ କାମ ଅଛି ଆମେ ସେ ବିଷୟରେ ଜାଣିବା। ବ୍ଲୁ ପ୍ରିଣ୍ଟ ମାନେ ହେଉଛି ଗୋଟେ ଆମେ ଯେକୌଣସି କାମ କରୁଛନ୍ତି ତାର ପ୍ରିଭିୟସ୍ ଷ୍ଟ୍ରାଟେଜିକୁ ବୁଝଉଛି। ଯେମିତିକି ଆମେ ପିଲାଙ୍କୁ ଏଜୁକେସନାଲ ଷ୍ଟ୍ରକ୍ଚରରେ ଯେତେବେଳେ ଆମେ ପିଲାମାନଙ୍କୁ ପାଠ ପଢ଼ଉଛନ୍ତି, ତ ଆମେ ଏକ୍ସାମ୍ କରିବା ଯାହା ବି ହଉ ଇଭାଲୁଏସନ୍ କରିବା। ଇଭାଲୁଏସନ୍ ଏକ୍ସାମ୍ ମାଧ୍ୟମରେ କରୁଛନ୍ତି ଆମେ। ଯୋଉ ଇଭାଲୁଏସନ୍ କରିବା, ତ ଆମେ କୋଉ ଟପିକରୁ କରିବା? ଯାହା ପଢ଼େଇଥିବା ସେଇଟାରୁ କରିବା ନା। ତ ସେଇଟାରୁ ଆମେ ଟପିକରୁ କରିବା। ତ କେଉଁ ଟାଇପର କ୍ୱେଶ୍ଚନ ପକେଇବା? 1 ମାର୍କିଆ କେତେଟା ପକେଇବା? 2 ମାର୍କିଆ କେତେଟା? 3 ମାର୍କିଆ, ଭେରି ସର୍ଟ ଟାଇପ୍, ଏମସିକ୍ୟୁ, ମ୍ୟାଚିଂ, ଫିଲ୍ ଇନ୍ ଦ ବ୍ଲାଙ୍କ୍ସ, ଟ୍ରୁ ଫଲସ୍, ଭିଏସଟି, ଭେରି ସର୍ଟ ଟାଇପ୍ କ୍ୱେଶ୍ଚନ, ସର୍ଟ ଟାଇପ୍ କ୍ୱେଶ୍ଚନ, ଲଙ୍ଗ ଟାଇପ୍ କ୍ୱେଶ୍ଚନ, ଯାହା ବି ହଉ। ତ ଆମେ ଧର 5ଟା ଟପିକ ପଢ଼େଇଛନ୍ତି ପିଲାମାନଙ୍କୁ, ତ 5ଟା ଟପିକରୁ ହିଁ ଆମେ ଗୋଟେ ସବଜେକ୍ଟର 5ଟା ଟପିକରୁ ହିଁ ଆମେ ଇଭାଲୁଏସନ୍ କରିବା, ଏକ୍ସାମ୍ କରିବା। ତ କୋଉ ଟପିକରୁ କେତେ ମାର୍କ ଆସିବ, କ'ଣ ଆସିବ, ତା ପ୍ରିଭିୟସ୍ ପ୍ଲାନକୁ ଆମେ ପିଲାମାନଙ୍କୁ ଜଣେଇ ଦିଆହେଇଛି। ପିଲାମାନେ ସେଇ ହିସାବରେ ପ୍ରିପେୟାର ହେବେ। ତ ଯଦି ଆମେ ବ୍ଲୁ ପ୍ରିଣ୍ଟ ନ ଦବା ପିଲାମାନଙ୍କୁ, ତ ପିଲାମାନେ ପ୍ରିପେୟାର ଭଲ ଭାବରେ ହେଇପାରିବେନି, ଯାହା ଫଳରେ ଏକ୍ସାମ୍ ଭଲ ହବନି। ତ ଆମର ପ୍ରିପାରେସନ ଉପରେ ଡିପେଣ୍ଡ କରୁଛି ପିଲାଙ୍କର ମାର୍କ କେତେ ରଖିବା ଆଉ ତାଙ୍କର ଆଚିଭମେଣ୍ଟ। ତ ସେଇଟା ପୂର୍ବରୁ ଆମେ ଯୋଉ ଗୋଟେ ଚିଠା ପ୍ରସ୍ତୁତ କରିକି ଦେଇଥାନ୍ତି ପିଲାମାନଙ୍କୁ, ସେଟାକୁ ଆମେ କହୁଛନ୍ତି ବ୍ଲୁ ପ୍ରିଣ୍ଟ ବୋଲି ଆମେ କହୁଛନ୍ତି। ଏଟାକୁ ମନେ ରଖିଥାନ୍ତୁ। ତ ଏ blueprint of examination also known as the provide test specification of examination strategy and instruction at a glance। ତାମାନେ ପିଲାମାନଙ୍କୁ ଆମେ ଗୋଟେ ଷ୍ଟ୍ରାଟେଜି ବତଉଛନ୍ତି ଏକ୍ସାମିନେସନ ପୂର୍ବରୁ, ଯେ ଏଇଟାରୁ କ୍ୱେଶ୍ଚନ ଆପଣଙ୍କର ଆସିବ, ଆପଣ ପ୍ରିପେୟାର ହେଇଯାଆନ୍ତୁ। ପିଲାମାନେ ସେଇ ଟପିକ ଗୁଡାକ ପଢିବେ, ସେଇଟାରୁ 1 ମାର୍କିଆ ଗୁଡା ଦେଖିବେ। ତ ସେଇ ଅନୁସାରେ ଆମେ ସ୍ପେସିଫିକ ଏକ୍ସାମ ପାଇଁ ଆମେ ପ୍ଲାନଟା କରନ୍ତି ବା ଷ୍ଟ୍ରାଟେଜି କରନ୍ତି। ଯାହାଦ୍ୱାରା ପିଲାମାନଙ୍କୁ ଆମେ ଇନଷ୍ଟ୍ରକ୍ଟ ଦେଇଥାନ୍ତି ଯେ ଏଇ ଚାପ୍ଟରରୁ ଏଇ କ୍ୱେଶ୍ଚନ ଆସିବ, ତାକୁ ଆମେ ବ୍ଲୁପ୍ରିଣ୍ଟ ବୋଲି ଆମେ କହୁଛନ୍ତି। So, blueprint is the matrix or chart reporting to the number of types and test questions represented across the topic in a content area, considering with the learning objective, weightage on the test given in each topic, and it is also known as the skeleton of question paper। ତାମାନେ ଆମେ କ'ଣ ବୁଝୁଛନ୍ତି? ଏଟା ଗୋଟେ ମ୍ୟାଟ୍ରିକ୍ସକୁ ବୁଝଉଛି। ମ୍ୟାଟ୍ରିକ୍ସ ମାନେ କ'ଣ? ସମ୍ ନମ୍ବର ଅଫ୍ ଡିଜିଟ୍ସ ଗୁଡାକ ସଜେଇକି ରଖା ହେଇଥିବ, ବା ଚାର୍ଟସକୁ ବୁଝଉଛି। ଏଟା ଗୋଟେ ଡାଇଗ୍ରାମକୁ ବୁଝଉଛି। ବ୍ଲୁପ୍ରିଣ୍ଟ ଦେଖିବେ ଆପଣ ସ୍କୁଲ ମାନଙ୍କରେ ଯେତେବେଳେ ଟିଚର ଦିଅନ୍ତି, ତ ଗୋଟେ ଚାର୍ଟ ଭଳିଆ ବନେଇକି ଦେଇଥାନ୍ତି। ହଁ, ତ ସେଇଟାକୁ ବୁଝଉଛି। ଆଉ ସେଥିରେ କ'ଣ ଥାଏ? ନମ୍ବର ଅଫ ଟେଷ୍ଟ ଟାଇପ୍ସ ଅଫ କ୍ୱେଶ୍ଚନ ଥାଏ। କୋଉ ଟାଇପର କ୍ୱେଶ୍ଚନ ଆସିବ, ଯେ ଫିଲ୍ ଇନ୍ ଦ ବ୍ଲାଙ୍କ୍ସ ଆସିବ କେତେଟା, ଏମସିକ୍ୟୁ କେତେଟା ଆସିବ, ସର୍ଟ ଟାଇପ୍ କେତେଟା ଆସିବ, ଲଙ୍ଗ ଟାଇପ୍ କେତେଟା ଆସିବ, ଏଇଭଳିଆ ଥାଏ। ଆଉ ଲର୍ଣ୍ଣିଂ ଅବଜେକ୍ଟିଭ ଥାଏ। ଲର୍ଣ୍ଣିଂ ଅବଜେକ୍ଟିଭ କାହାକୁ କୁହାଯାଏ? ନା, ଆମେ ପିଲାମାନଙ୍କୁ ଯେତେବେଳେ ପାଠ ପଢଉଛନ୍ତି, ଲର୍ଣ୍ଣିଂ ଅବଜେକ୍ଟିଭ ମାନେ ହଉଛି ଯେତେବେଳେ ଆମେ ପିଲାମାନଙ୍କୁ ପାଠ ପଢଉଛନ୍ତି, ତାର ଉଦ୍ଦେଶ୍ୟ କ'ଣ? କ'ଣ ଜଣେଇବା ପାଇଁ ପାଠ ପଢୁଛନ୍ତି? କିଛି ଯୋଉ ଗୋଟେ ଟପିକ ପଢେଇବା, ତାର ନଲେଜ ଜଣେଇବା ପାଇଁ କରନ୍ତି। ସେ ଟପିକ ବିଷୟରେ ବୁଝିବା ଶକ୍ତି ପିଲାମାନଙ୍କୁ ଦେଇଥାନ୍ତି, ଅଣ୍ଡରଷ୍ଟାଣ୍ଡିଂ କୁହାଯାଏ। ତାପରେ ବୁଝି ସାରିଲା ପରେ ଡେ ଟୁ ଡେ ଲାଇଫରେ ସେଇ ପାଠଟାକୁ ଇମ୍ପ୍ଲିମେଣ୍ଟ କରିପାରିବେ, ତାକୁ ଆପ୍ଲିକେସନ କୁହାଯାଏ। ଯେତେବେଳେ ଆପ୍ଲିକେସନ କରିଦେଲେ, ସେଇ ପାଠରେ ସେ ପାରଙ୍ଗମ ହେଇଗଲେ, ସେ ପାଠ ରିଲେଟେଡ୍ ଯେକୌଣସି ପ୍ରୋବ୍ଲେମ ସଲ୍ଭ କରିଦଉଛନ୍ତି, ତାକୁ ସ୍କିଲ୍ କୁହାଯାଉଛି। 4ଟା ଅବଜେକ୍ଟିଭକୁ ବେସ୍ କରି ଆମେ ପିଲାମାନଙ୍କୁ ପାଠ ପଢିଥାନ୍ତି। ତ ଯେତେବେଳେ ଆମେ କ୍ୱେଶ୍ଚନ କରୁଛନ୍ତି, 4ଟା ବା ବ୍ଲୁପ୍ରିଣ୍ଟ ବନଉଛନ୍ତି, ଏ 4ଟା ଅବଜେକ୍ଟକୁ ବେସ୍ କରିବା। ଗୋଟେ ହଉଛି ନଲେଜ, ଅଣ୍ଡରଷ୍ଟାଣ୍ଡିଂ, ଆଉ ଗୋଟେ ହଉଛି ଆପ୍ଲିକେସନ, ସ୍କିଲ୍। ଏଟାକୁ ମନେ ରଖିଥିବେ। ଆପଣ ଅଲରେଡି ବିଏଡ୍ କରୁଛନ୍ତି, ତ ଆପଣ ଏଇ ଅବଜେକ୍ଟିଭ, ଲର୍ଣ୍ଣିଂ ଅବଜେକ୍ଟିଭ ବିଷୟରେ ଅବଗତ ଥିବେ। ଆପଣଙ୍କୁ ବିଏଡ୍‌ରେ ପଢା ହେଇଥିବ ଆପଣଙ୍କୁ, ହେଲା। ତ ତାପରେ ୱେଟେଜ ଆଉଛି କୋଉ ଟପିକରୁ କେତେ ମାର୍କର କ୍ୱେଶ୍ଚନ ଆସିବ ବା କେତେ ମାର୍କ ଆସିବ, ଏଟା ବି ବୁଝଉଛି, ହେଲା। ତ ଏଇଗୁଡାକୁ ଆମେ ବ୍ଲୁପ୍ରିଣ୍ଟ ବୋଲି ଆମେ କହୁଛନ୍ତି, ହେଲା। ଏଟାକୁ ମନେ ରଖିଥାନ୍ତୁ। ତାପରେ ଆସିଲା କ'ଣ? ନା, ଏଟାକୁ ଆମେ ସ୍କେଲିଟନ୍ ଅଫ୍ କ୍ୱେଶ୍ଚନ ପେପର। କ୍ୱେଶ୍ଚନ ପେପରର ସ୍କେଲିଟନ୍ ମାନେ କ'ଣ? ଯେତେବେଳେ ମଣିଷର ସ୍କଲ୍‌ଟାକୁ ଆମେ ଏକ୍ସରେ କରୁଛନ୍ତି, ଆମେ ଦେଖୁଛନ୍ତି ଯେ ତା ସ୍କଲ୍ ଉପରେ ଢାଞ୍ଚାଟା ବା ତା ବଡିର ଷ୍ଟ୍ରକ୍ଚରଟା ଡିପେଣ୍ଡ କରିଥାଏ। ତ କ୍ୱେଶ୍ଚନର ବ୍ଲୁପ୍ରିଣ୍ଟ ଉପରେ ଡିପେଣ୍ଡ କରିଥାଏ ଏଟା କେତେ ମାର୍କର କ୍ୱେଶ୍ଚନ ହବ, ଟୋଟାଲ ମାର୍କ କେତେ ହବ, ଆଉ କୋଉଠୁ କ୍ୱେଶ୍ଚନ ହବ। ଏଟା ସ୍କେଲିଟନ୍ ଅଫ୍ କ୍ୱେଶ୍ଚନ ପେପର। ଆପଣଙ୍କର ଓଏସଟି ଏକ୍ସାମରେ ବାରମ୍ବାର ଏଇ ପଏଣ୍ଟଟା ଦେଖାହେଇଛି ଯେ ହ୍ୱାଟ ଇସ୍ ଦ which of the following is the skeleton of question paper। ଏଇ କ୍ୱେଶ୍ଚନଟା ଦେଖାହେଇଛି ପୂର୍ବରୁ ଓଏସଟି ପେପରରେ, ଆପଣ ଦେଖିନେବେ, ଆସିଛି। ତ ଏଟାକୁ ଆମେ ବ୍ଲୁପ୍ରିଣ୍ଟ ବୋଲି କହିଥାନ୍ତି, ନା ମନେ ରଖିଥାନ୍ତୁ। ତ ବ୍ଲୁପ୍ରିଣ୍ଟ ବନେଇବାର ପର୍ପୋଜ କ'ଣ? ଉଦ୍ଦେଶ୍ୟ କ'ଣ ଅଛି ଆମେ ଜାଣିବା। ଇଟ୍ ହେଲ୍ପସ୍ ଟୁ ଇମ୍ପ୍ରୁଭ୍ ଦ କଣ୍ଟେଣ୍ଟ ଭ୍ୟାଲିଡିଟି ଅଫ୍ ଦ ଟେଷ୍ଟ। ଆମେ ଯୋଉ କଣ୍ଟେଣ୍ଟରୁ ପରୀକ୍ଷା କରୁଛନ୍ତି, ତାର ଭ୍ୟାଲିଡିଟି ରହିବା ଦରକାର।
ହଁ, ସେଇ ଟେଷ୍ଟରେ ସେଇ କଣ୍ଟେଣ୍ଟ ଗୁଡାକ ଆସିଥିବା ଦରକାର। ସେଇଟାକୁ ବ୍ଲୁପ୍ରିଣ୍ଟ ବୋଲି କହୁଛନ୍ତି। ଇଟ୍ ଡିଫାଇନ୍ ଦ ସ୍କୋପ୍ ଆଣ୍ଡ ଏମ୍ଫାସାଇଜ୍ ଦ ଟେଷ୍ଟ କ୍ଲିୟରଲି। ତାମାନେ ଟେଷ୍ଟଟା କ୍ଲିୟରଲି ପିଲାମାନେ ବୁଝିପାରିବେ ଯେ ଏଇ ଟପିକରୁ ଏଇ ପୋର୍ସନରୁ କ୍ୱେଶ୍ଚନ ଆସୁଛି। ତାପରେ ଇଟ୍ ରିଲେଟ୍ ଦ ଅବଜେକ୍ଟିଭ ଟୁ ଦ କଣ୍ଟେଣ୍ଟର ଅବଜେକ୍ଟିଭକୁ ଫୁଲଫିଲ୍ କରିପାରିବ। ଯୋଉ ନଲେଜ ଅଛି, ଅଣ୍ଡରଷ୍ଟାଣ୍ଡିଂ ଅଛି, ଆପ୍ଲିକେସନ ସ୍କିଲଟା ଫୁଲଫିଲ୍ କରିପାରିବ। ପିଲାମାନେ ସେଗୁଡା ପଢିବେ। ଇଟ୍ ଗିଭ୍ସ ଦ ଗ୍ରେଟର ଆସୁରାନ୍ସ ଦ୍ୟାଟ୍ ଦ ଟେଷ୍ଟ ୱିଲ୍ ମେଜର ଲର୍ଣ୍ଣିଂ ଆଉଟକମ୍ସ। ତାମାନେ ପାଠ ପଢିବାର ଯୋଉ ଆଉଟକମ୍ସଟା ରହିଛି, ପିଲାମାନେ ପାଠ ପଢୁଛନ୍ତି କଣ ନା ସେଇ କଣ୍ଟେଣ୍ଟ ଉପରେ ତାର ନଲେଜ ଥିବା ଦରକାର, ଭଲ ମାର୍କ ରଖିଥିବା ଦରକାର। ସେଇ ଯୋଉ ଆଉଟକମ୍ସଟା ଫୁଲଫିଲ୍ କରିପାରୁଛି ବ୍ଲୁପ୍ରିଣ୍ଟ। ଏଠି କୋର୍ସ କଣ୍ଟେଣ୍ଟ ବାଲାନ୍ସଡ ଇନ୍ ମ୍ୟାନର, ନା କୋର୍ସ କଣ୍ଟେଣ୍ଟଟାକୁ ବାଲାନ୍ସ ଓ ମ୍ୟାନର ଭାବରେ ସେ ନେଇପାରୁଛି କିଏ ନା ବ୍ଲୁପ୍ରିଣ୍ଟ। ତାପରେ ଆସିଲା ଇଟ୍ ଲେସ୍ ଦ କମ୍ପ୍ଲିଟ୍ ପିକ୍ଚର ଅଫ୍ ଟେଷ୍ଟ ଆଣ୍ଡ ଟେଷ୍ଟ ଟେକର ହି ଅର୍ ସି ଇଜ୍ ଗୋଇଂ ଟୁ ପ୍ରିପେୟାର। ତାମାନେ ଗୋଟେ ଟିଚର କଣ କରୁଛି ଯେତେବେଳେ ଟେଷ୍ଟ ନବାକୁ ଯାଉଛି, ପିଲାମାନଙ୍କୁ ପୁରା କମ୍ପ୍ଲିଟ୍ ପିକ୍ଚର ଦେଇ ଦଉଛି ଯେ ଏଇ ଚାପ୍ଟରରୁ ଆସିବ। ଏଇଟା ହଉଛି ପର୍ପୋଜ ଅଫ ବ୍ଲୁପ୍ରିଣ୍ଟକୁ ଆମେ ବୁଝୁଛନ୍ତି। ଆଶା କରୁଛି ଏଇ ପର୍ପୋଜ ଅଫ ବ୍ଲୁପ୍ରିଣ୍ଟ ଉପରେ ବି କ୍ୱେଶ୍ଚନ ଆସିଥାଏ। ମୁଁ ପ୍ରାୟବେଳେ ଦେଖିଛି ଓଏସଟିରେ। ତେଣୁ ଏଇ ହିସାବରେ ପ୍ରିପେୟାର ହେଇକି ଯିବେ। ଦେଖନ୍ତୁ ଅଣ୍ଡରଷ୍ଟାଣ୍ଡିଂ ବେସରେ କ୍ୱେଶ୍ଚନ ପଡିବ, ଆପଣ ବୁଝିବେ, ଆରାମସେ ଆନ୍ସର ଦେବେ। ମୁଁ ଆପଣଙ୍କୁ କନସେପ୍ଟ କ୍ଲିୟର କରିଦଉଛି କ୍ଲାସରେ। ତାପରେ ଆସିଲା ଆପଣ ଏଇ କ୍ୱେଶ୍ଚନଟା ବାରମ୍ବାର ଦେଖିଥିବେ, ବାରମ୍ବାର ଆସି ପ୍ରାୟ ଓଏସଟିରେ କ୍ୱେଶ୍ଚନ ଆସି ପ୍ରିଭିୟସ୍ ଇୟର ସବୁ ଦେଖିବେ। 3 ଡାଇମେନସନାଲ ଚାର୍ଟ ନା ଆପଣ ବ୍ଲୁପ୍ରିଣ୍ଟ କୁହାଯାଉଛି 3 ଡାଇମେନସନାଲ। 3ଟା ଦିଗ ଅଛି ୟାର ଆମେ ଜାଣିବା। ନେ ନ ମାନେ 3ଟା ଦିଗ କଣ? ନା ଗୋଟେ ଯୋଉ ଅବଜେକ୍ଟିଭ ଅଛି। ଆମେ ପାଠ କଣ ପାଇଁ ପଢୁଛନ୍ତି? ଯେମିତି ନଲେଜ, ଅଣ୍ଡରଷ୍ଟାଣ୍ଡିଂ, ଆପ୍ଲିକେସନ ସ୍କିଲ୍ ପାଇଁ ପଢୁଛନ୍ତି, ଅବଜେକ୍ଟିଭ ଅଛି। କଣ୍ଟେଣ୍ଟ ଅଛି, କୋଉ କଣ୍ଟେଣ୍ଟ ପଢୁଛନ୍ତି। ଆଉ ଟାଇପ ଅଫ ଆଇଟମ, କୋଉଠୁ କେତେ ମାର୍କର କ୍ୱେଶ୍ଚନ ଆସିବ। ଟାଇପ ଅଫ ଆଇଟମ ମାନେ ହଉଛି ଆପଣଙ୍କର ଯେମିତିକି ଫିଲ୍ ଇନ୍ ଦ ବ୍ଲାଙ୍କ୍ସ କେତେଟା ଆସୁଛି, ଏମସିକ୍ୟୁ କେତେଟା, ସର୍ଟ ଲଙ୍ଗ କେତେଟା ଆସୁଛି। ଏଇ 3ଟା ଦିଗ ଉପରେ ଏଇ ବ୍ଲୁପ୍ରିଣ୍ଟକୁ ବନାଯାଇଥାଏ। ତେଣୁ ବ୍ଲୁପ୍ରିଣ୍ଟ କୁହାଯାଉଛି 3 ଡାଇମେନସନାଲ ଚାର୍ଟ। ଏଇଟା ବାରମ୍ବାର କ୍ୱେଶ୍ଚନ ଆସିଛି। ଅବଜେକ୍ଟିଭସ୍ କଣ? ମୁଁ ଅଲରେଡି କହିଛି, ନଲେଜ, ଅଣ୍ଡରଷ୍ଟାଣ୍ଡିଂ, ଆପ୍ଲିକେସନ, ସ୍କିଲ୍। ଏଟା ମନେ ରଖିଥିବେ, ଏତାର ବି କ୍ୱେଶ୍ଚନ ଆସୁଛି। ତାପରେ ଏଟାରେ ଆଉ ଗୋଟେ ପ୍ରକାର କ୍ୱେଶ୍ଚନ ଦେଖାଯାଇଥାଏ କଣ? ଟାଇପ୍ସ ଅଫ କ୍ୱେଶ୍ଚନ। ଆପଣଙ୍କୁ ପଚାରିଦବ ଯେ ଭାସ୍କୋ ଡା ଗାମା ଭାରତକୁ କେବେ ମାନେ କେବେ ଆସିଥିଲେ? ହଁ, କଲମ୍ବସ ଆମେରିକା କେବେ ଆବିଷ୍କାର କରିଥିଲେ? ତ ଏଇ ପ୍ରକାର ଯୋଉ କ୍ୱେଶ୍ଚନ ଆସୁଛି କେବେ ପର୍ଟିକୁଲାର ଇୟର ପଚାରୁଛି। ତ ଏଇଟାକୁ କୁହାଯାଉଛି ନଲେଜ ବେସ୍ କ୍ୱେଶ୍ଚନ। ଏଟାକୁ ଘୋଷିବାକୁ ପଡିଥାଏ। ହଁ, ତ ଆମେ ଟିକେ ଦେଖିନବା ଏକ୍ସାମ୍ପଲ। ହ୍ୱାଟ ଇଜ୍ ନଲେଜ ଟାଇପ ଅଫ କ୍ୱେଶ୍ଚନ? ନଲେଜ ଟାଇପ ଅଫ କ୍ୱେଶ୍ଚନ କାହାକୁ କୁହନ୍ତି? 4ଟା ଅବଜେକ୍ଟିଭ ଅଛି ନା, ନଲେଜ, ଅଣ୍ଡରଷ୍ଟାଣ୍ଡିଂ, ଆପ୍ଲିକେସନ, ସ୍କିଲ୍। ତ ଏଇ 4ଟା କୋଉ ଭଳିଆ କ୍ୱେଶ୍ଚନ ଆସିଥାଏ? ଆପଣ ଫିଲ୍ ଇନ୍ ଦ ବ୍ଲାଙ୍କ୍ସ ହଉ, ଫିଲ୍ ଇନ୍ ଦ ବ୍ଲାଙ୍କ୍ସରେ ଆପଣଙ୍କର ପର୍ଟିକୁଲାର ବ୍ଲାଙ୍କ୍ସଟା ଫିଲ୍ କରିବାକୁ ପଡେ, ଏଟା ଘୋଷିବାକୁ ପଡିଥାଏ। ଆମର ଏମସିକ୍ୟୁ ହଉ, ଏଗୁଡାକ ସବୁ ଆପଣଙ୍କର ଘୋଷିବାକୁ ପଡିଥାଏ। ତେଣୁ ଏଟାକୁ କୁହାଯାଉଛି ନଲେଜ ଟାଇପ ଅଫ କ୍ୱେଶ୍ଚନ। ଏକୁ କଣ କୁହାଯାଉଛି? ନଲେଜ ଟାଇପ ଅଫ କ୍ୱେଶ୍ଚନ। ଘୋଷିବାକୁ ପଡିଥାଏ, ମେମୋରାଇଜ କରିବାକୁ ପଡିଥାଏ। ହୁ ରୋଟ୍ ଗୀତାଞ୍ଜଳି ବୁକ୍? କିଏ ଲେଖିଥିଲେ ଗୀତାଞ୍ଜଳି ବୁକ୍? କିଏ ଲେଖିଥିଲେ? ରବୀନ୍ଦ୍ରନାଥ ଠାକୁର ଲେଖିଥିଲେ। ତ ଏଇ ଯୋଉ ବୁକଟା ଆପଣଙ୍କୁ ମନେ ରଖିବାକୁ ପଡିବ କିଏ ଲେଖିଛନ୍ତି, ବା ରବୀନ୍ଦ୍ରନାଥ ଠାକୁରର ଫେମସ ବୁକର ନାଁ କଣ? ଗୀତାଞ୍ଜଳି। ତ ଏଇଟାକୁ ଆପଣଙ୍କୁ ମନେ ରଖିବାକୁ ପଡିବ। ନଲେଜ ଟାଇପ ଅଫ କ୍ୱେଶ୍ଚନ କୁହାଯାଉଛି। ହଁ, ହୁ ଡିସ୍କଭର ଦ ପିରିୟଡିକ୍ ଟେବୁଲ? କିଏ ଆବିଷ୍କାର କରିଥିଲେ ପିରିୟଡିକ୍ ଟେବୁଲକୁ? ହଁ, କିଏ ଲେଖିଥିଲେ? କିଏ ଦେଇଥିଲେ ପିରିୟଡିକ୍ ଟେବୁଲ? ତ ଏଟାକୁ ଆପଣ ମନେ ରଖିବାକୁ ପଡିବ। ଦ୍ୟାଟ୍ ଇଜ୍ ନଲେଜ ଟାଇପ ଅଫ କ୍ୱେଶ୍ଚନ। ତ ଆପଣଙ୍କୁ ଏଇଭଳିଆ ଷ୍ଟେଟମେଣ୍ଟ ଦେଇକି ପଚାରିଦବ ଏଟା କୋଉ ଟାଇପର କ୍ୱେଶ୍ଚନ? ନଲେଜ କି ଅଣ୍ଡରଷ୍ଟାଣ୍ଡିଂ, ଆପ୍ଲିକେସନ କି ସ୍କିଲ୍? ଏଇଭଳିଆ ବି କ୍ୱେଶ୍ଚନ ଦେଖାଯାଇଛି ଓଏସଟିରେ ବାରମ୍ବାର। ଏଟା ମନେ ରଖନ୍ତୁ। ହ୍ୱାଟ ଇଜ୍ ଅଣ୍ଡରଷ୍ଟାଣ୍ଡିଂ ଟାଇପ ଅଫ କ୍ୱେଶ୍ଚନ? ଏଟା ବୁଝିଥିବ। ପିଲା ଯାହା ବୁଝିଥିବ ତାକୁ ଏକ୍ସପ୍ଲେନେସନରେ ଲେଖିବ। ଯେତେବେଳେ ସର୍ଟ ଟାଇପ ଏକ୍ସପ୍ଲେନେସନ କରୁଛି, ଲଙ୍ଗ ଟାଇପ କରୁଛି, ତ ସେଗୁଡା ସବୁ କଣ କହୁଛି? ଅଣ୍ଡରଷ୍ଟାଣ୍ଡିଂ ଟାଇପ ଅଫ କ୍ୱେଶ୍ଚନ। ଯେତେବେଳେ ଆମର ବିଏଡରେ ପରୀକ୍ଷା ଦଉଛନ୍ତି 5 ମାର୍କିଆ, 15 ମାର୍କିଆ, ଯାହା ବି ମାର୍କର କ୍ୱେଶ୍ଚନ ଆସୁଛି ଆପଣ ବିଏଡ ଏକ୍ସାମରେ, ତାକୁ ଆପଣ କଣ କରୁଛନ୍ତି? ଲେଖୁଛନ୍ତି, ଅଣ୍ଡରଷ୍ଟାଣ୍ଡିଂ ଟାଇପର ଲେଖୁଛନ୍ତି, ହେଲା। ଆଉ ଯେତେବେଳେ ଆପଣ ଏମସିକ୍ୟୁ, ଓଟିଟି, ଓଏସଟିଟି, ସିଟିଟି ଦଉଛନ୍ତି ବା ଟିଇଟି ଦଉଛନ୍ତି, ସେଥିରେ ଆପଣ କଣ କରୁଛନ୍ତି ନା କିଛି ଅଣ୍ଡରଷ୍ଟାଣ୍ଡିଂ ଆସିଥାଏ, କିଛି ଆପଣଙ୍କର ନଲେଜ ବେସରେ କ୍ୱେଶ୍ଚନ ଆସିଥାଏ। ତାକୁ ଆପଣଙ୍କୁ ବୁଝିବାକୁ ପଡିବ। ନଲେଜ ମାନେ ଆପଣଙ୍କୁ ହୁ, ହଁ, ଏଇଭଳିଆ ଲଗେଇକି ଆପଣଙ୍କୁ କ୍ୱେଶ୍ଚନ ପଚାରିବ। ଫିଲ୍ ଇନ୍ ଦ ବ୍ଲାଙ୍କ୍ସ, ଏମସିକ୍ୟୁ ଏଇଭଳିଆ ପଚାରିବ। ହଁ, ଆଉ ଯଦି ଆପଣଙ୍କର ପଚାରୁଛି ହ୍ୱାଏ, ହାଉ, ଏଗୁଡା ମନେ ରଖିଥିବେ, ଏଟା ଅଣ୍ଡରଷ୍ଟାଣ୍ଡିଂ ଟାଇପକୁ ବୁଝଉଛି। ତ ହ୍ୱାଇ ଅଶୋକ ଆଟାକ୍ କଳିଙ୍ଗ? କାହିଁକି ଅଶୋକ ଆଟାକ୍ କରିଥିଲେ କଳିଙ୍ଗକୁ? ଏଟା ଆପଣ ଯାହା ବୁଝିଥିବେ ଲେଖିବେ। ହ୍ୱାଇ ହାଉ ଚଣ୍ଡାଶୋକ ବିକେମ୍ ଧର୍ମାଶୋକ? ଚଣ୍ଡାଶୋକ କିପରି ଧର୍ମାଶୋକରେ ପରିବର୍ତ୍ତନ ହେଲା? ଏଟା ପୁରା ଏକ୍ସପ୍ଲେନ କରିକି ଲେଖିବାକୁ ପଡିବ। ସୋ ଦ୍ୟାଟ ଆପଣଙ୍କ ପାଖରେ ଅଣ୍ଡରଷ୍ଟାଣ୍ଡିଂ ପାୱାର ଥିବା ଦରକାର, ବୁଝିବା ଶକ୍ତି ଥିବା ଦରକାର କଣ୍ଟେଣ୍ଟ। ତ ଏଇଟା ହଉଛି ଅଣ୍ଡରଷ୍ଟାଣ୍ଡିଂ ଟାଇପ ଅଫ କ୍ୱେଶ୍ଚନ। ତାପରେ ଆସିଲା କଣ? ହ୍ୱାଟ ଇଜ୍ ଆପ୍ଲିକେସନ ଟାଇପ ଅଫ କ୍ୱେଶ୍ଚନ? ଆମେ ଆପ୍ଲିକେସନ ଟାଇପ ଅଫ କ୍ୱେଶ୍ଚନ କାହାକୁ କହୁଛନ୍ତି? ସଲ୍ଭ ଦ ମ୍ୟାଥମେଟିକାଲ ଇକ୍ୱେସନ। ଗୋଟେ ମ୍ୟାଥମେଟିକ ଇକ୍ୱେସନକୁ ସଲ୍ଭ କରୁଛନ୍ତି, ବା ଡିଫାଇନ୍ଡ a ପ୍ଲସ b ର ହୋଲ୍ ସ୍କୋୟାର କରୁଛନ୍ତି। ଆପଣ ଯାହା ବୁଝିଥିବେ ପୂର୍ବରୁ ସେଇଟାକୁ ଆପଣ ପୁଟ୍ କରିକି ଡେ ଟୁ ଡେ ଲାଇଫରେ ବା ପ୍ରୋବ୍ଲେମ ସଲ୍ଭ ଜାଗାରେ ଏଟା କାମ ଦଉଛି। ଆପ୍ଲିକେସନ, ଯୋଉଠି ଆପ୍ଲିକେସନ ପାୱାର ଦରକାର, ଆପଣ କ୍ଷମତାକୁ ବୁଝିପାରୁଥିବେ ଦରକାର। ତାପରେ ଆସିଲେ ସ୍କିଲ୍ ଟାଇପ ଅଫ କ୍ୱେଶ୍ଚନ। ଡ୍ର ଏ ପିକ୍ଚର। ଆପଣଙ୍କ ପାଖରେ କ୍ୟାପାବିଲିଟି ଅଛି, ଆପଣ ଗୋଟେ ପିକ୍ଚର ଡ୍ର କରିପାରୁଛନ୍ତି, ଦ୍ୟାଟ ଇଜ୍ ୟୋର ସ୍କିଲ୍। ଆଉ ଗୋଟେ ହଉଛି କଣ?
ନା ରିପ୍ରେଜେଣ୍ଟ ଆନ୍ ଇନଫର୍ମେସନ ଅନ୍ ଗ୍ରାଫ୍। ଗ୍ରାଫରେ ଗୋଟେ ଇନଫର୍ମେସନ ପୁଟ୍ କରିପାରୁଛନ୍ତି କିମ୍ବା ଆପଣ ଗ୍ଲୋବରୁ ଦେଖିକି ଆପଣ ଲୋକେସନ ଆଇଡେଣ୍ଟିଫାଇ କରୁଛନ୍ତି। ମ୍ୟାପକୁ ଆପଣ ବୁଝିପାରୁଛନ୍ତି। ତ ଏଗୁଡା କୁହାଯାଉଛି ସ୍କିଲ୍ ଦକ୍ଷତା। ଏମିତି ସବୁ ପିଲାମାନଙ୍କର ଦକ୍ଷତାକୁ ବୁଝେଇଥାଏ। ମନେ ରଖନ୍ତୁ ଏଇଭଳିଆ କିଛି କ୍ୱେଶ୍ଚନ ଆସିଲେ ଆପଣ ଆପ୍ଲିକେସନ ବା ସ୍କିଲ୍ ବୁଝେଇବେ। ତ knowledge and understanding type of question can use in any topic. Knowledge and understanding type of question ଟା any topic ରେ ୟୁଜ୍ ହେଇପାରିବ। କିନ୍ତୁ application and skill type of question vary from subject to subject, subject to subject, topic to topic ଏଟା vary କରିଥାଏ। କୋଉଟା application ଆଉ skill type of question ହେଲା। ତ ଆଗାମୀ ଦିନରେ ଯେତେବେଳେ ଆପଣ ପିଲାମାନଙ୍କୁ ପଢିବେ ଆପଣ ବୁଝିପାରିବେ ଯେ କୋଉ ଟାଇପର କୋଉ କ୍ୱେଶ୍ଚନ କୋଉ ସବଜେକ୍ଟ ଆଉ ଟପିକ ରୁ ଆସିଥାଏ। ଆଶା କରୁଛି ଆପଣ ଏଇ କଣ୍ଟେଣ୍ଟଟାକୁ ବୁଝିପାରିଥିବେ। ଆଉ ଯଦି ଭଲ ଲାଗିଥିବ ଆପଣ ସେୟାର ଆଉ ଲାଇକ୍ କରିଦେବେ। ଆଉ ନେକ୍ସଟ କ୍ଲାସରେ ଆମେ ନୂଆ ଟପିକ ସହ ଦେଖାହବା। ଆଜିକା ପାଇଁ ଏତିକି। ଧନ୍ୟବାଦ ସମସ୍ତଙ୍କୁ।